ଆମର କରେଣ୍ଟ ଅସୁବିଧା ହେତୁ ଆସିଛୁ। ଏଟା ମାସେ ହେଲାଣି ଜାକଡ଼ା ପଞ୍ଚାୟତ କହିଲୁ ବୁଝିଲେନି, ସେଥିପାଇଁ ଆସିଲୁ। ଆଉ କରେଣ୍ଟ ଛାଡ଼ିଲେ ଯାଇ ଗାଁକୁ ଯିବୁ, ନହେଲେ ଏଠି ବସିବୁ ଅଫିସ ଆଗରେ। ଅଫିସର କର୍ମଚାରୀ କହୁଛନ୍ତି ନା ତମେ ଗାଁକୁ ଚାଲ ହରି, ଆମେ କରେଣ୍ଟ ଛାଡ଼ିବୁ ପଛରେ। କରେଣ୍ଟ ଗଲେ ହିଁ ଗାଁକୁ ଯିବୁ ଆମେ, ନହେଲେ ଯିବୁନି, ଅଫିସରେ ହିଁ ରହିବୁ। ପ୍ରାୟ କରେଣ୍ଟ ଏମିତି ଅସୁବିଧା ହଉଛି, ପ୍ରାୟ ଗାଁ ଅଛି କେତେ ଗାଁ ସବୁବେଳେ ଏମିତି କରେଣ୍ଟ ପ୍ରୋବ୍ଲେମ ରହୁଛି। ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅଫିସ ଆଗରେ ଧାରଣାରେ ବସିଲେ ଶହ ଶହ ମହିଳା। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତର ଆଦିବାସୀ ବହୁଳ ବାଡ଼ିବାରି ଗାଁରେ ଦୀର୍ଘ 10 ଦିନ ହେବ କରେଣ୍ଟ ଲୁଚକାଳି ଖେଳୁଛି। ଆଉ ଗ୍ରାମବାସୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ସମସ୍ୟା ବିଷୟରେ ଜଣାଇଲେ ମଧ୍ୟ ଏହାର ସମାଧାନ ନ ହେବାରୁ ଗତକାଲି ଗ୍ରାମବାସୀମାନେ 57 ନମ୍ବର ଜାତୀୟ ରାଜପଥ ଇଲେକ୍ଟ୍ରି ଅଫିସ ସାମ୍ନାକୁ ଘେରାଉ କରିଥିଲେ ଏବଂ ଏଥିରେ 100ରୁ ଊର୍ଦ୍ଧ୍ୱ ମହିଳା ଧାରଣାରେ ବସିଥିଲେ। ଦୀର୍ଘ 2 ଘଣ୍ଟା ଧାରଣାରେ ବସିବା ପରେ ବାଧ୍ୟ ହୋଇ ସମସ୍ୟାର ସମାଧାନ କରିବା ପାଇଁ ବିଦ୍ୟୁତ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ ଏବଂ ଗାଁକୁ ବିଜୁଳି ଯୋଗାଇବା ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେପଟେ ମହିଳାମାନେ ପ୍ରତିଶ୍ରୁତିକୁ ଗ୍ରହଣ ନ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଦାବି କରିଥିଲେ। ପରେ ଆପୋଷ ବୁଝାମଣା ହୋଇ ମହିଳାମାନେ ଧାରଣାରୁ ଉଠିଥିବା ବେଳେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ମନମୁଖୀ କାର୍ଯ୍ୟ କରୁଥିବାରୁ ବୁଦ୍ଧିଜୀବୀ ମହଲରେ ନିନ୍ଦା ହୋଇଛି। ତେବେ ଆଗାମୀ ଦିନରେ ବାଢ଼ିବାରି ଗ୍ରାମବାସୀ କେବେ ବିଜୁଳି ପାଉଛନ୍ତି ନା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହୋଇ ରହିଯାଉଛି, ତାହା ହିଁ ଦେଖିବା ବାକି ରହିଲା। ଭାଇ ଓ ଭଉଣୀ ମାନଙ୍କୁ ନମସ୍କାର। ଆମେ ଆସିଛୁ ଜାକଡ଼ା ପଞ୍ଚାୟତରୁ। ଆମ 5 ଖଣ୍ଡ ମୌଜାରୁ ମହିଳା ମାନେ ସବୁ ଆସିକି ଅଫିସରେ ପହଞ୍ଚିଛୁ। ଆଉ ମାସେ କରେଣ୍ଟ ଆମର ବନ୍ଦ ହେଲା। ଆଉ କୌଣସି ବାବଦରେ ଆମର କରେଣ୍ଟ ବନ୍ଦ ହେଉଛି। ବାଘ ଭାଲୁ ସବୁ ଆମେ କରେଣ୍ଟ କେମିତି ଚଳିବୁ ରାତି ଅନ୍ଧାରେ, ଆପଣମାନେ କୁହନ୍ତୁ। ଅଫିସରେ ଯେଉଁ ଲୋକ ଗୁଡ଼ାକ ଅଛନ୍ତି ସେମାନଙ୍କୁ ଆମେ ଆପତ୍ତି କଲୁ। ସେମାନେ କହିଲେ ନା ଆମେ ଭଉଣୀମାନେ ତମେ ଗାଁକୁ ଯାଅ, ଆମେ 3ଟା ଟାଇମରେ କରେଣ୍ଟ ଛାଡ଼ିବୁ, ଏତିକ କହିଲେ। ଆଉ ଆପଣ ଭାବୁଛନ୍ତି କରେଣ୍ଟ ଛାଡ଼ିବେ ବୋଲି? ଆପଣ କହିଲେ କରେଣ୍ଟ ଛାଡ଼ିବୁ ଟାଇମ 3ଟା ଟାଇମ କି। ଆଉ ଆଜ୍ଞା ଆପଣ ଗାଡ଼ି ଗଲେ ଆମେ ତାଙ୍କ ପଛରେ ଯିବୁ। ଆଉ ଏଇଟା ଆପଣ କହିଲେ। ଆଉ ଆପଣ ଆମ କଥାରେ କ'ଣ ତମେ ବିଶ୍ୱାସ ରଖୁନାହାନ୍ତି କି? ଏମିତି ବୋଲି ସାର୍ କହିଲେ। ଆଉ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ମାନସ ରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।